ଇତିମଧ୍ୟରେ ଲ୍ୟାଣ୍ଡଫଲ୍ କରି ଅନେକ କ୍ଷୟକ୍ଷତି ପହଞ୍ଚି ଚାଲିଯାଇଛି ବାତ୍ୟା ମିର୍ଜୋ, କିନ୍ତୁ ଛାଡ଼ିଯାଇଛି ଲଘୁଚାପ ସଦୃଶ ବର୍ଷା। ଏହି ପରିପ୍ରେକ୍ଷୀରେ ଆମେ ପହଞ୍ଚିଥିଲୁ ସମ୍ବଲପୁରର ବିଭିନ୍ନ ସ୍ଥାନରେ। ସେଠାରେ ଆମେ ଦେଖିବାକୁ ପାଇଲୁ ବର୍ଷା ଦାଉରୁ ବିଶେଷ କ୍ଷତି ସହିବାକୁ ପଡ଼ିଛି ଚାଷୀ କୂଳକୁ। କାରଣ ବର୍ଷକର ଅମଳକ୍ଷମ ଧାନ ଘରକୁ ଯିବା ପୂର୍ବରୁ ପଡ଼ି ରହିଛି ଧାନ କ୍ଷେତରେ। ଦେଖିବାକୁ ବାକି ରହିଲା କେତେ ଧାନ ରହିବ ଆଉ କେତେ ଯିବ। ଏହାର ପ୍ରଭାବ ପନିପରିବା ଓ ଋତୁକାଳୀନ ଚାଷ ଉପରେ ମଧ୍ୟ ପଡ଼ିଛି। ସେହିପରି ଭାବରେ ଆମେ ପହଞ୍ଚିଥିଲୁ ସୁନ୍ଦରଗଡ଼ରେ। ସୁନ୍ଦରଗଡ଼ରେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଲଗାତାର 2 ଦିନ ବର୍ଷା ଯୋଗୁଁ ଦୋକାନ ବଜାର ବନ୍ଦ ଥିବାବେଳେ ରାସ୍ତାଘାଟ ସୁନସାନ ଦେଖିବାକୁ ମିଳିଛି। ଧାନ ଅମଳ ସମୟରେ ଏପରି ବର୍ଷା ଚାଷୀ ପାଇଁ କାଳ ସାଜିଥିବା ବେଳେ ଦେଖିବାକୁ ବାକି ରହିଲା ସରକାର ଏ ଦିଗରେ କି ପଦକ୍ଷେପ ନେଉଛନ୍ତି। ଇନ୍ସୁରାନ୍ସ କରିଥିବା ଚାଷୀ କିଛି ଆଶ୍ୱସ୍ତି ଲାଭ କରୁଥିବା ବେଳେ ଅନ୍ୟ ଚାଷୀମାନେ ଏବେ ଚିନ୍ତାରେ। ସମ୍ବଲପୁରରୁ ହେମନ୍ତ ଭଇଁସା ଓ ସୁନ୍ଦରଗଡ଼ରୁ ରାଜୁ ପଟେଲଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍।